ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଗତ ବର୍ଷ ବା 2024 ମସିହାରେ ଗୋଟେ ଭିଡ଼ିଓ ମୋର ସବୁଠୁ ଅଧିକ ଭ୍ୟୁ ହେଇଥିଲା। ମୋ ପାଇଁ ଅଧିକ ଭ୍ୟୁ ମାନେ ସେ ଭିଡ଼ିଓଟା ଆରାଉଣ୍ଡ 1000 କ୍ରସ୍ କରିଯାଇଥିଲା ବୋଧେ। ମୋତେ ଗୁଗୁଲ ଜି ଗୋଟେ ମେଲ୍ ପଠାଇଥିଲେ, ୟୁଟ୍ୟୁବଟା ଗୁଗୁଲର ଗୋଟେ ମେଲ୍ ପଠାଇଥିଲେ ଯେ ଆପଣଙ୍କର ସବୁଠୁ ଭଲ ଭିଡ଼ିଓ ହେଲା ଏଇ ଭିଡ଼ିଓଟା ଯାଇଛି। ଆଉ ସବୁଠୁ ମନରେ ଗୋଟେ ଆଇଡ଼ିଆ ଆସିଲା ଯେ ସେ ଭିଡ଼ିଓଟା ଗୋଟେ ଓଡ଼ିଆରେ ଟ୍ରାନ୍ସଲେଟ୍ କରି କହିବି, ଯେଉଁଟାକି ଗୋଟେ ବହୁତ ରେୟାର ଭିଡ଼ିଓ। କେଉଁଠି ତା'ର ଆପଣ ଲିଖିତ ସୋର୍ସରେ ପ୍ରାୟ ପାଇବେ ନାହିଁ ଏବଂ ଅଲରେଡ଼ି ଇଂଲିଶରେ ଅଛି। ମୋର ଏକ୍ଜାକ୍ଟଲି ମନେ ପଡ଼ିବନି ମୁଁ କ'ଣ କହିଥିଲି ବୋଲି, କାରଣ ଭିଡ଼ିଓଟା ଯେତେବେଳେ ମୋ ପାଖକୁ ଗୋଟେ ଭ୍ୟୁ ଆସିଲା, ଇମେଲ୍ଟେ ଆସିଲା, ତ ମୁଁ ଭାବୁଛି ଏଇଟା ଓଡ଼ିଆରେ ଥରେ କହି ରଖିଥିବି ମୋର ରାଜ୍ୟବାସୀମାନଙ୍କ ପାଇଁ। ଆପଣମାନେ ଦେଖିଥିବେ ମୁଁ ମୋର କଥାରେ ବାରମ୍ବାର ଗୁରୁବର କେଏନ୍ ରାଓଙ୍କ କଥା କହେ, କୋଟ୍ଟାମ ରାଜୁ ନାରାୟଣ ରାଓ। ଏଇଟା ହେଲା ତାଙ୍କରି ବିଷୟରେ। ଆଉ ଦୁଇଟା କୁକୁର, କାଳି ଆଉ ଟ୍ୟାଙ୍ଗୋ। କାଳି ଆଉ ଟ୍ୟାଙ୍ଗୋ। ତ ସେ ଇଂଲିଶ ଟପିକଟି ଥିଲା ଗୁରୁବର କେଏନ୍ ରାଓ ଆଣ୍ଡ ଦି ଡଗ୍, କାଳି ଆଣ୍ଡ ଟ୍ୟାଙ୍ଗୋ। ତ କ'ଣ ଏସବୁ ଡିଟେଲ ବିଷୟରେ ମୁଁ କହିବି। ଭିଡ଼ିଓଟା ଟିକେ ଲମ୍ବା ହେବ, ଏସ୍ପେସିଆଲି ଯେଉଁମାନେ ଜ୍ୟୋତିଷର ଷ୍ଟୁଡେଣ୍ଟ ଅଛନ୍ତି କିମ୍ବା ପ୍ରାକ୍ଟିସନର ଆଷ୍ଟ୍ରୋଲୋଜର, ସେଇମାନଙ୍କ ପାଇଁ ଏଇଟା। ଜେନେରାଲ ଲୋକଙ୍କ ପାଇଁ ଯଦିଓ ନୁହେଁ, ଆପଣ ଯଦି ଚାହିଁବେ ଶୁଣିପାରନ୍ତି। ଗୁରୁବର କେଏନ୍ ରାଓ, ଯାହାଙ୍କୁ ମୋର ନିଜର ଗୁରୁ ବୋଲି ଏଇଥିପାଇଁ ମାନେ କାହିଁକିନା ତାଙ୍କ ବହି ଗୁଡ଼ା ପଢ଼ିକି ମୁଁ ଜ୍ୟୋତିଷ ଶିଖିଛି। ଡକ୍ଟର ବି ରମଣ ହେଲେ କିମ୍ବା ଗୁରୁବର କେଏନ୍ ରାଓ ହେଲେ, ଏମାନେ ହିଁ ସବୁଠୁ ଅଧିକ ରିସର୍ଚ୍ଚ ବହି ଇଂଲିଶରେ ଲେଖିଛନ୍ତି। ଆଉ ମୁଁ ସେଗୁଡ଼ା ପଢ଼ିକି ଜ୍ୟୋତିଷ ବେସିକାଲି ଶିଖିଛି। ଯଦିଓ ବେସିକ୍ ଜ୍ୟୋତିଷ କ'ଣ ନୁହେଁ, ଶ୍ରବଣ କୁମାର ଝା ବୋଲି ଜଣେ ୟୁପିର ନୈଷ୍ଠିକ ବ୍ରାହ୍ମଣ ଲୋକ, ଏବେ ସେ ୟୁଟ୍ୟୁବରେ ବି ଚ୍ୟାନେଲ୍ ଖୋଲିଲେଣି। ତାଙ୍କଠୁ ବେସିକ୍ ଜ୍ୟୋତିଷ ଜଷ୍ଟ ମାସେ ପାଖାପାଖି ଶିଖିଛି। କିନ୍ତୁ ପ୍ରାଇମେରିଲି ତାପରେ ଆଉ କିଛି ଗୁରୁ ଶିଷ୍ୟ ପରମ୍ପରା ନ ଯାଇକି ମୁଁ ନିଜେ ପଢ଼ିକି ଶ୍ରଦ୍ଧା କରିକି, ଶ୍ରବଣ ଝା ସବୁବେଳେ ସେ ଗୋଟିଏ କଥା କହନ୍ତି ଯେ ଶ୍ରଦ୍ଧା କର, ନିଜେ ପଢ଼। ନିଜେ ପଢ଼ିଲେ ହିଁ ତମେ ପଣ୍ଡିତ, ମାନେ ନିଜେ ପଢ଼ିବାକୁ ପଡ଼ିବ ତୁମକୁ, ନହେଲେ ଜ୍ୟୋତିଷ ତୁମେ ଶିଖିପାରିବ ନାହିଁ। ତେବେ ଛାଡ଼ନ୍ତୁ। ତ କେଏନ୍ ରାଓ ବଞ୍ଚିଛନ୍ତି, ବି ରମଣ ଚାଲିଗଲେଣି। ଯିଏକି ଜ୍ୟୋତିଷଟାକୁ ୟୁନିଭର୍ସିଟି ଗ୍ରାଣ୍ଡ କମିଶନ ତରଫରୁ ନିଜେ ବକାଲତ କରିକି, ସେ ଓକିଲ ନୁହନ୍ତି କିନ୍ତୁ ନିଜେ ଷ୍ଟାଣ୍ଡ କରିକି, ରିଟାୟାର୍ଡ IRAS ଏଇ ଆମର ଏଜିରେ ଥିଲେ 1985ରେ, ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଜେନେରାଲ କି ଆକାଉଣ୍ଟାଣ୍ଟ ଜେନେରାଲ ଥିଲେ। ତ ଯେଉଁମାନେ ସବୁ ଟିକେ ବୁଢ଼ା ଜ୍ୟୋତିଷ, ସେମାନେ ତାଙ୍କୁ ଜାଣିଛନ୍ତି। କିନ୍ତୁ ଆନ୍ଧ୍ରାର ଲୋକ, ସିଏ ବୋଧେ ଜ୍ୟୋତିଷଟାକୁ ଏଷ୍ଟାବ୍ଲିଶ କରିଥିଲେ। ମାନେ ବୋଧେ କହୁଛି, ସିଏ ହିଁ ବୋଧେ ଆଜିକା ଡେଟ୍ ଯଦି କିଏ ମାନେ ଜ୍ୟୋତିଷରେ ଭଗବାନ ବୋଲି ଆମେ କହୁ, ସେ ହେଲେ ଗୁରୁବର କୋଟ୍ଟାମ ରାଜୁ ନାରାୟଣ ରାଓ। ଏମିତି ଇମ୍ପସିବଲ୍, ସେ ତାଙ୍କ ନିଜ ମାଆଙ୍କ ଠାରୁ ଜ୍ୟୋତିଷ ଶିଖିଥିଲେ। ତାଙ୍କ ମା ତାଙ୍କୁ ଜ୍ୟୋତିଷ ଶିଖେଇଥିଲେ। ତାଙ୍କ ମା ଜଣେ ଭଲ ଆଷ୍ଟ୍ରୋଲୋଜର ଥିଲେ, ଯଦି ତାଙ୍କ ବାପା ନୁହେଁ, ତାଙ୍କ ବାପା ଜଣେ ଜର୍ଣ୍ଣାଲିଷ୍ଟ ଥିଲେ ଡେକାନ ହେରାଲ୍ଡରେ, ଯେଉଁ ନ୍ୟୁଜ୍ ପେପରଟି ବାହାରେ। ତ ତାଙ୍କର ଗୋଟେ ଜୀବନର ଅଭିଜ୍ଞତା, ସେ ଗୋଟେ ଲେକ୍ଚର ଯେତେବେଳେ ଦେଉଥିଲେ USAରେ 1993ରେ, ସେ ଲେକ୍ଚରର
ରେକର୍ଡ଼ିଂଟା ମୋ ପାଖରେ ଅଛି। ସେଇଠୁ ମୁଁ ଶୁଣିକି ଜଣେ ମୋର ବନ୍ଧୁ ତ କହିବି ଡେଫିନେଟଲି ମାଲେସିଆରୁ, ସେ କେନ୍ ରାଓଙ୍କର ଷ୍ଟୁଡେଣ୍ଟ ଥିଲେ। ସେ ମୋତେ ସେ ରେକର୍ଡ଼ିଂଟା ପଠାଇଥିଲେ। ତ ସେ ରେକର୍ଡ଼ିଂ ବେସିସ୍ରେ ମୁଁ ସେଇଟା କହିଛି ଏବଂ ଏଇଟା ଇଂଲିଶରେ କହିଲା ପରେ ବହୁତ ଲୋକ ଶୁଣିଛନ୍ତି, ଯେଉଁଟାକି ମୁଁ ଏକ୍ସପେକ୍ଟ କରିନଥିଲି। ତ କେନ୍ ରାଓ ସର୍ଭିସରେ ଥିଲେ, ସେ ବାହାସାହା ହେଇନାହାନ୍ତି। ତ କେନ୍ ରାଓ ତାଙ୍କ କ୍ୱାର୍ଟରରେ ରୁହନ୍ତି। ଅଫିସ୍ ଯିବା ପୂର୍ବରୁ କେନ୍ ରାଓ ଗୋଟେ ଆଶ୍ରମକୁ ଯାଆନ୍ତି। ସେ ଆଶ୍ରମରେ ସେ ଭଗବତ ଗୀତା କିଛି ସମୟ ପାଇଁ ପଢ଼ନ୍ତି। ସେ ଜଣେ ବୈଷ୍ଣବାଇଟ୍ ବେସିକାଲି। ମୁଁ ଯେମିତି ଶିବଙ୍କୁ ଏତେ ପୂଜା କରୁଛି, ସେ ବେସିକାଲି ବିଷ୍ଣୁଙ୍କୁ ପୂଜା କରନ୍ତି। ସେ ନୁହେଁ, ନର୍ମାଲି ସାଉଥ୍ ଇଣ୍ଡିଆନ୍ ବ୍ରାହ୍ମିନ୍ସ ମାନେ ବୈଷ୍ଣବାଇଟ୍ସ। ତ ଭଗବତ ଗୀତା ପଢ଼ନ୍ତି ଆଉ କିଛି ସମୟ ପଢ଼ି ସାରିକି ସେ ଆଶ୍ରମ ସେ ଯାଆନ୍ତି ଜବ୍ କରିବାକୁ। ନିଜେ ଅଫିସର ହିଁ ଥିଲେ, ତ ବୋଧେ ତାଙ୍କର ଗାଡ଼ି ଫାଡ଼ି ଥିବ, ସେ ଗାଡ଼ିରେ ଆସିଲେ ଏବଂ ଚାଲିଗଲେ। ପ୍ରତିଦିନ କିନ୍ତୁ ତାଙ୍କର ଡ୍ୟୁଟି ଏଇଆ ଥିଲା। ଥରେ ସେ ଯାଇଛନ୍ତି ଗୀତା ପଢ଼ିବାକୁ। ଜଣେ ସେଠି ଲୋକ ଥିଲେ, ସେ କହିଲେ ସାର୍ ଆପଣ ଟିକେ ଅପେକ୍ଷା କରନ୍ତୁ, କାଳି ଆସିବ। ସେ କହିଲେ କାଳି କିଏ? କହିଲେ କି ଆପଣ କାଳିକି ମାର୍କ କରୁନାହାନ୍ତି? କହିଲେ ନାହିଁ। କହିଲେ ଆପଣ ସବୁବେଳେ ଯେ ପେଣ୍ଡାଲ ଉପରେ ବସି ଗୀତା ପଢ଼ନ୍ତି, ଆପଣ ଦେଖିନାହାନ୍ତି ସେ ପାଖରେ ପେଣ୍ଡାଲ ତଳେ ଆସି ଗୋଟେ କୁକୁର ଶୁଏ? ସେ ହଁ ମୁଁ ଦେଖିଛି। ତ ସିଏ ଆସିନାହିଁ ଆଜ୍ଞା, ସେ ଡେଫିନେଟଲି ଗୀତା ଶୁଣିବାକୁ ଆସିବ, ଆପଣ ଟିକେ ଅପେକ୍ଷା କରନ୍ତୁ। ଏଇଟା କେନ୍ ରାଓଙ୍କ ଗୁରୁ ତାକୁ କହୁନାହାନ୍ତି, ସେ ଯିଏ ଜଣେ ଆଶ୍ରମର ଜଣେ ମ୍ୟାନେଜମେଣ୍ଟରେ ଯେହେତୁ ଅଛନ୍ତି। କେନ୍ ରାଓ ଭାରି ଆଶ୍ଚର୍ଯ୍ୟ ହେଇଗଲେ। କହିଲେ କୁକୁର ଆସିବ ଶ୍ରୀମଦ୍ ଭଗବତ ଗୀତା ଶୁଣିବାକୁ? ସେଠୁ ସେ କିଛି କହିଲେନି। ତାପରେ ସେ ଦେଖିଲେ ବି ଠିକ୍ କିଛି ସମୟ ପରେ କୁକୁରଟା ଆସି ପହଞ୍ଚିଗଲା। ଜଷ୍ଟ 5 ମିନିଟ୍ ପରେ କୁକୁର ଭାରି ଖୁସିରେ ଆସି ପହଞ୍ଚିଗଲା ଏବଂ ସେ ବହୁତ ଶାନ୍ତ ହିସାବରେ ସେ ପେଣ୍ଡାଲ ତଳେ ବସିଲା ଚୁପକିନା। ସେଠୁ ସେ କହିଲେ ଆପଣ ଏବେ ଶ୍ରୀମଦ୍ ଭଗବତ ଗୀତାଟାକୁ ପଢ଼ନ୍ତୁ। କେନ୍ ରାଓ ପଢ଼ିଲେ। କେନ୍ ରାଓ ପଢ଼ି ସାରିଲା ପରେ ସେ ପଚାରିଲେ ସେ ଲୋକଙ୍କୁ ଯେ ଆପଣ ଏମିତି ଗୋଟେ କ'ଣ କହିଲେ, ଗୋଟେ କୁକୁରଟେ କ'ଣ? କେନ୍ ରାଓ ଏଟା ପର୍ସନାଲି ଆଡ଼ମିଟ୍ ବି କରୁଛନ୍ତି ଯେ ସେ କୁକୁର ବିଲେଇ ଏସବୁ ଜିନିଷ ବିଲକୁଲ ଲାଇକ୍ କରନ୍ତି। ଏ କୁକୁର ଫୁକୁର ବିଲକୁଲ ସେ ପର୍ସନାଲି ଲାଇକ୍ କରନ୍ତି ନାହିଁ। ତ ସେ ଗୋଟେ କୁକୁରଟିଏ କ'ଣ ଆସି ଗୀତା ଶୁଣିଲା। ତାପରେ ସେଇ ଲୋକ ଜଣେ ସହିତ କହିଲେ ଯେ ବିଗତ 4-5 ମାସ ହେବ ସିଏ ଗୀତା ଶୁଣିବାକୁ ଆସୁଛି। ସେ ଗୋଟେ ଆଶ୍ରମର କୁକୁର ନୁହେଁ, ଆଶ୍ରମରେ ରହୁନି, ଏ ଆଶ୍ରମ ପାଖଆଖ ଏରିଆରେ ସେ ରହୁଛି ଏବଂ ଯେତେବେଳେ ଆପଣ ଗୀତା ପଢ଼ିବେ କିମ୍ବା ସନ୍ଧ୍ୟାବେଳେ ଗୋଟେ ଆଳତି ହେବ, ସିଏ ଆସିକି ହାଜର ହେଇଯିବ। ସିଏ ବାହାରେ କିଛି ଖାଇବନି। ଯେତେବେଳେ ଆଶ୍ରମରେ ମଧ୍ୟାହ୍ନ ଭୋଜନଟି ହେବ, ତା ପାଇଁ ଗୋଟେ ସେପାରେଟ୍ ଥାଳିରେ ବାଢ଼ି ଦିଆଯିବ, ସେ ତାକୁ ଖାଇବ। ଆଉ ଦିନକୁ ସେ ଗୋଟିଏ ବକ୍ତ ହିଁ ଖାଇବ କାଳି। କିନ୍ତୁ ସେ ଆଶ୍ରମରେ ରୁହେନି। ସେ କହୁଛନ୍ତି ଯେ ସେ ଯଦିଓ ଆଶ୍ରମର ପାଖଆଖ ଏରିଆରେ ରୁହେ, କିନ୍ତୁ ଆଶ୍ରମ ଯେତେବେଳେ ଯେମିତି ଅନ୍ୟ ଲୋକମାନେ ଆଳତି ସମୟରେ ଆସୁଛନ୍ତି ସେ ଆସିବ, ଆପଣ ଗୀତା ପଢ଼ିଲା ସମୟରେ ସେ ଆସି ସବୁବେଳେ ଶୁଣେ। କେନ୍ ରାଓଙ୍କୁ ଏ କଥାଟା କାହିଁ ଟିକେ ଠିକ୍ ଲାଗିଲାନି। ସେ କହିଲେ ନାଇଁ, ଏଗୁଡ଼ା କି ଅସମ୍ଭବ କଥା। କୁକୁର ଗୋଟେ କ'ଣ ଆସିବ ଆଳତି ଶୁଣିବାକୁ, ଗୀତା ଶୁଣିବାକୁ? ତ ସେ କିଛି କହିଲେ ନାହିଁ ଏବଂ ଚାଲିଗଲା ସେ ତାଙ୍କ ବାଟରେ। ଏବଂ ତାପରେ କେନ୍ ରାଓଙ୍କୁ ସେ ଟ୍ରାନ୍ସଫର୍ ହେଇଗଲା। ସେ ତାପରେ ଦିଲ୍ଲୀ ନା କେଉଁଠି ତାଙ୍କ ଟ୍ରାନ୍ସଫର୍ ହେଇଗଲା, ସେ ପଳାଇ ଆସିଲେ। ସେ ଘଟଣା ସେଇଠି ରହିଗଲା। ମୁଁ ଆସିବି ସେ ଘଟଣା। ସେଠି ଆଉ ଜଣେ ଲୋକ ତାଙ୍କର ଦେଖା ହେଲେ, ଯିଏକି ଜଣେ ଆର୍ଟ ଗ୍ୟାଲେରୀରେ, ନାଇଁ ଏଇଟା ମୁଁ ଟିକେ ମିକ୍ସଅପ୍ କରିଦେଉଛି ବୋଧେ। ହଁ, ଏଇଟା ମିକ୍ସଅପ୍ କରିଦେଉଛି। ହଁ, ଏଇଟା ଛାଡ଼ି ଦିଅନ୍ତୁ। ଏଇଟା ଆଉ ଗୋଟେ ଭିଡ଼ିଓ ଥିଲା, ସେଇ ଭିଡ଼ିଓର ଆଉ ଗୋଟେ ପାର୍ଟ, ଏଇଟା ନୁହେଁ। ତାପରେ କେନ୍ ରାଓ ସେଠି ତାଙ୍କର ସେଠି ସରିଗଲା ତାଙ୍କର
ट्रांसफर हो गला गोटे जगह तापर केन बाबा सान भाई बड़ भाई पाखे रहिले सान भाई पाखे रहिले बड़ भाई ना सान भाई कारण तांकर तो परिवार नथिला तेणु तांकर रेगुलर खाया पीवा केन सान भाई पाखे आसिक रहिले सान भाई जे पुओ पुतुरा जी हम केन सी गोटे कुकुरटे घर को किणिकी नहीं आसला जहाँ ना था टांगो से कुकुर ना कहली काली ये कुकुर ना है टांगो तो केन आगुरी कही रखी जे बिल्कुल कुकुर कुकुर से भल पाते ना देखले छोटे बड़े जो कुकुरटा केन बसिकी कि गोटे पढ़ुवे से सब केन पाखे बस जातक देखुवे से डिस्टर्ब कर केन रागंती किंतु गोटे दिटा जिनस से कुकुर भारी यूनिक था ये टांगोर कौन ना केन घरे प्रतिदिन विष्णु सहस्र नाम पढ़ती जो विष्णु सहस्र नाम केन पढ़े टांगो जाए सब पाखे बस एवं ठीक काली भरी टांगो भी किसी आइंस फाइंस खाए ना से तो आइंस खाती कि कुकुरटे भी कौन से प्रकार आइंस फाइंस ये खाए ना कम्प्लीटली शुद्ध शाकाहारी खाद्य से कुकुरटी खाए भात डाली आलू चकटा ये भाया टांगो तो केन एमती पढ़ले विष्णु सहस्र नाम पढ़ती सबुदिन से बस शुणे टांगो एमती चलीगला किसी वर्ष तब हठात टांगोर देह खराब है डॉक्टर से आसिक कहले जे टांगो आ बंचब ना सब मैंने डिसाइड कले टांगो यदि बंचब ही ना बोलते किसी कौन रोग फोग होता कहूना डिटेल तो टांगो को डॉक्टर कहले वेटेरिनरी डॉक्टर जे वेटेरिनरी डॉक्टर से कहले गोटे इंजेक्शन देदेवा जो आराम से मरीज से कुकुरटी आम कौन कर कष्ट आ पाइब ना से जो दिन टांगो मरीज से दिन डॉक्टर आसिले इंजेक्शन गोटे देवाई किंतु से बिल्कुल से इंजेक्शन ना गलानी से खाली केन पाखे बोलता है जे केमी केन विष्णु सहस्र नामटी पढ़े केन विष्णु सहस्र नाम पढ़े से जहाँ विष्णु सहस्र नाम शुणी सारी से गंडा से प्रसाद खाइला तापर से इंजेक्शनटा दिहला और केन से से जो पुतुरा ना सान भाई को कोल ही से मरीगला टांगो फर्चुनेटली देखला बेलू केन कहले बोले आज मोर 1000 थर ना 10,100 थर विष्णु सहस्र नामटा सरला देखु केते पर्टिनेंट जिनसटा मैच करुच्ची किछि दिन पर केन पुणी से आश्रम को गले जो काली गीता शुणुला से पचारे काली हो ना काली चलीगला ना काली मुक्ति पाईगला सेठी भी ठीक से गोटे संजोग बाहर कौन ना सी भी केते 100 ना 1000 थर गीता जमी शुणी सारा तापर से आराम से मरीगला किसी माने ना हठात मारीगला जमी टांगो मरीगला सेमती काली मरीगला ये थिला कहानी वर्तमान मु आसुची ज्योतिष उपरू गुरुवर केन कहते माने बिना ज्योतिष तो हबन गोटे अच्छी एसोटरिक एस्ट्रोलॉजी बा जोटा को आम कौ आध्यात्म ज्योतिष ओडिया जदि मुझे ठीक टर्म कहबी सेटा गोटे लोक ए जन्म मुक्ति पाइब कि मुक्ति दिगर अग्रसर हम कि ये जो संसार आटाचमेंट छाड़ी वैराग्य आगे जीव कि से जिनसा देखा जाए एसोटरिक एस्ट्रोलॉजी तार एक्जाक्ट ओडिया कौन आप मन इच्छा जहाँ करा कथा करूँ मुझे कनसेप्टा कहीदेली और इंग्लीश टर्मटा कहीदेली जोटा कि कम्प्लीटली अपोजिट टू आपणकर मेटेरियलिस्टिक एस्ट्रोलॉजी जो कि आप मोर पिलाटे हो पिला भल पाठ पढ़ू बेपार हो घर हो ये ज्योतिष जाऊँ तो एसोटरिकटा ठीक उल्टा
जोठी गोटे लोकर मेटेरियलिस्टिक साइड वीक थाए सेठी तार एसोटेरिक एस्ट्रोलॉजीटा तार स्ट्रांग थी। आप देखो मो पाखे घर द्वार संसार नहीं बोली रोजगार भी छाड़ जहाँ भी कहूँ ना बोली मुझे कि ऑटोमेटिकली स्पिरिचुअल हो जाऊँ ऑटोमेटिकल सिचुएशन टा मो पाई भगवान क्रिएट कर दौरान यहाँ है पॉइंट आर जिनस जदि आप ईश्वरगामी ईश्वरकामी हेबे से सिचुएशन टा भगवान आप क्रिएट करदे हु एवर यू मे बी आप जी भी हो ना कहीं काली हो कि टैंग हो से आपन को आध्यात्मिक दिगरे आप केमी आगे से ऑटोमेटिकली फिक्स करदे भगवान आपण जोटा कि एक्जाक्टली होता ये दुटा कुकुर जिते बड़े आम स्पिरिचुअल एस्ट्रोटेरिक एस्ट्रोलॉजी देखू से गोटे एमती भी कही जे आप दु तीन जन्म पर मुक्ति पाइबे दु तीन टा ग्रह उच्च हो जाइए आपणकर साधना तपस्या बल भी बढ़ी चलती हाँ आउ गोटे दुटा ग्रह जब आउ दु तीन टा जन्म उच्च हो कारण से 16 के आसीगले मूल त्रिकोण को आसीगले सब उच्च हो आप मुक्ति पाइबे किंतु जदि यही प्रोसेस रे गोटे लोक चली कौन गोटे कारणवशतः यहाँ सत जे आम समय न सरला जाके जम क्या नबनी कि कौन गोटे कारणवशतः तार यही जन्म साधनाटा इनकम्प्लीट रहीगला ऑलमोस्ट कंप्लीट होगा ये जन्म से मुक्ति पाइबार ही थिला किंतु से पाइला ना लास्ट भाव तो मसे 2 मासे कि 5 मासर साधना तार बाकी रहीगला जो कि से लोकटी एक्सपायर करगला वर्तमान भगवान आ चाहिए जे ए लोकटे पुनश्च गोटे छुआ ही जन्म हो आ 20 वर्ष बंचु 30 वर्ष जर्जरित हो जम कहले आज्ञा जम जंत्रणा कहले संसारटा आठ कौन जम जंत्रणा आपड़ ये रोग पीड़ित होती ये मानसिक शारीरिक कष्ट पाँच तो यहीटा ही जमी कहुए ओडिया यहाँ नर्क यहाँ ये पर चर्चा करवा जे नर्क आ स्वर्ग कौन तेरे ताकू से जन्म न देकी भगवान ताको एमती जन्म देले कि जोटा से पूरा लोक भीतर रही पार से गोटे कुकुर जन्म बिलेई जन्म पाई से रही पान साप जन्म पाई से रही पान जदि बहुत गुड़े मुनि ऋषि निजर साधनाटा को स्ट्रंग करने गोटे साप जन जन्म नियंती से आम कहे साप को मारबनी बहुत मंदिर एरिया साप था मंदिर मैंने जेकोसी कनसिक्रेटेड एरिया साप रे आसवे तो आप देखिए शिवलिंग पाखे जब शिव मंदिर थी स्नेक तार ऑटोमेटिकली वाइब्रेशन सेंस करी पड़े आस इवन ए वेनमस स्नेक इज नॉट हार्मफुल आप कौन से साप जदि से आप चढ़ी जाऊना कि माड़ी बसुना कामुड़ार चांस ना हो आम आम टॉपिक उपरको आसवा तो ये केस होता टैंगो आ काली दुटा कुकुर विषय जोटि गोटे कुकुर तार किछि पूर्व जन्मर मुक्ति पथरे अल्प टिके बाकी रही जाइथिला बोली से जन्म रही काली हिसाब से काम थिला खाली भगवत गीता शुणा ईश्वर चिंतन से डेफिनेटली ईश्वर चिंतन करते भितर कारण आत्मा तो सामान आज्ञा एवं जिते तार से कार्मिक जिनसा ओभर होगा जे ना एवं मुक्ति पाई सांगे सांगे मरीगला किंतु से जो 5-6 मासर साधनाटा तार बाकी थिला से जिनटा फिक्स करने भगवान तो गोटे कुकुर जन्म देले से भाया सिचुएसन क्रिएट करदे से आश्रम पाखे रमती गुरुवार केन आसवे से गीता पढ़े ये गीताटा शुण सन्ध्या बेले आरती अटेंड कर खाइब पीब बचो कारण तार मोटे 2 मास साधना अच्छी सी मनीष जन्म नहीं कर कौन देखो यहाँ केन राव निजे कहते जदि आपणकर मुक्ति बाट आसगला God will create the environment. The exact statement Ken Rao is saying कि भगवान आपणकर से स्टेटमेंट क्रिएट करदेवे से भाया गोटे सिचुएशन से क्षेत्र टैंगो क्षेत्र में है टैंगो कौन चाहिए आउ किए नहीं पार ना आडप्ट कर ना केन राव पाखक से आसो विष्णु सहस्र नाम से शुणव और जिते बड़े विष्णु सहस्र नाम ठीक 1000 ना 10,000 थर ना कौन एम गोटे हो जाए ना 1,00,000 थर थर हो गोटे के बचे मुझे जानी गोटे पर्टिकुलर टाइम
ତାର ମୁକ୍ତି ପାଇବା ସମୟ ଆସିଗଲା, ତାର ହଠାତ୍ ଗୋଟେ ରୋଗ ବାହାରିଲା ଯୋଉଟାକି କ୍ୟୁରେବୁଲ୍ ନୁହେଁ, ହବ ତ ନାହିଁ କ୍ୟୁରେବୁଲ୍, ତାର ସମୟ ଆସିଗଲା, ସେ ମୁକ୍ତି ପାଇବ, ଆଉ ସେ କ୍ୟୁର ହେଇକି କରିବ କ'ଣ? ତେଣୁ ହିନ୍ଦୀରେ ଯେଉଁ କଥା କହେ ଆପଣ ଦେଖିଥିବେ ସିନେମା, ଜିତନି ଚାବି ଭରି ରାମ ମାନେ ଉତନି ଚାଲେ ଖିଲୋନା। ଆପଣଙ୍କର ଟାଇମ୍ ଇଜ୍ ଡିସାଇଡେଡ୍। ସେଇ ଟାଇମ୍ରେ ଆପଣ କ'ଣ କରିବେ, ଆଉ ଯେଉଁ ଜାଗାରେ ଆପଣ ମୁଖ୍ୟ ଦିଗରେ ଆଗଉଛନ୍ତି ଭଗବାନ ଆପଣଙ୍କର ପୁରା କେୟାର ନେବେ ଯେ ଆପଣ କେମିତି ସେ ଦିଗରେ ଆପଣଙ୍କର ଡ୍ରପ୍ ଡାଉନ୍ ନ ହେଇଯାଉ। ସେଥିଲାଗି କୁହାଯାଏ ଯେ ଆପଣ ଯଦି ସତ୍ସଙ୍ଗରେ ରହିବେ ବା ସାଧନାଟି କରିବେ ସତ୍ସଙ୍ଗରେ ରହିକି, ସାରା ବିଶ୍ୱ ବ୍ରହ୍ମାଣ୍ଡ ଭଗବାନ ଚାହିଁବେ ଯେ କେମିତି ଆପଣ ସେ ଦିଗରେ ଆଗାନ୍ତୁ। ଆପଣଙ୍କୁ ଖାଇବା ମିଳିଯିବ କେଉଁଠୁ ନା କେଉଁଠୁ, ଆପଣଙ୍କୁ ସେଇଭଳିଆ ଲୋକ ମିଳିଯିବେ ଯିଏକି ଆପଣଙ୍କୁ ସାଧନା ପଥରେ ହେବା ପାଇଁ ଅଗ୍ରସର କରିବେ। ତେଣୁ ଏଇଟା ଥିଲା ଏଇ ଭିଡ଼ିଓର ଏସେନ୍ସ ଯେ ଗୁରୁବାର କେଏନ୍ ରାଓ ଆଉ ଡଗ୍ ଟ୍ୟାଙ୍ଗୋ ଆଉ କାଳିଆ ରାଓ ଗୁରୁବାର କେଏନ୍ ରାଓ କେବେ କୁକୁରକୁ ଭଲ ପାଆନ୍ତିନି, କିନ୍ତୁ ଏ ଦୁଇଟା କୁକୁରଙ୍କୁ ମୁକ୍ତି ଦେବାରେ ତାଙ୍କର ହିଁ ରୋଲ୍ ରହିଗଲା, ସେ ସେଟ୍ କରିଛନ୍ତି। ତେଣୁ ଏଇଟା ହେଲା ଏସୋଟେରିକ୍ ଆଷ୍ଟ୍ରୋଲୋଜିର ଗୋଟେ ପାୱାର, କି ଗୋଟେ ମୁକ୍ତି ପଥରେ ଯଦି ଆପଣ ଆଗେଇବାକୁ ଯିବେ ତାହେଲେ ସେଇଟା କେବେ ବି ଡ୍ରପ୍ ଡାଉନ୍ ହେବନି। ସେଇ କର୍ମଟା ଆପଣଙ୍କର ଗୋଟେ କଣ୍ଟିନ୍ୟୁଅସ୍ କର୍ମ ହେଇକି ରହିଯିବ, ଯେଉଁଟାକି ଜାତକରେ ଆମେ ବେସିକାଲି କେତୁରୁ ଜାଣିପାରୁ। କେତୁ ଯେଉଁ ଗ୍ରହଟା ଆପଣଙ୍କର ସ୍ପିରିଚୁଆଲ୍ ତପସ୍ୟା ବଳଟା କେତେ, ପୁଣ୍ୟ ନୁହେଁ, ପୁଣ୍ୟ ଆପଣଙ୍କର ପଞ୍ଚମ ଭାବରେ ଜଣାବ, ତପସ୍ୟା ବଳଟା କେତେ କେତୁରୁ ଜଣାଯାଏ। ସେଇଥିଲାଗି କେତୁକୁ ଏସୋଟେରିକ୍ ଆଷ୍ଟ୍ରୋଲୋଜିର ଗୋଟେ କିଙ୍ଗ ବୋଲି ମାନାଯାଏ, ଯେଉଁଟାକି ଆପଣ ଏଇ ଆଷ୍ଟ୍ରୋଲୋଜିରେ କେତୁକୁ ଖରାପ ବୋଲି କହିଛନ୍ତି। କେତୁ ସଡନ୍ ଡେଥ୍ ଦେବ, କିନ୍ତୁ ଏଠି କେତୁ ଆପଣଙ୍କର ମୋକ୍ଷ ଦେବ। ତ ମୁଁ ବେଶୀ ଜ୍ୟୋତିଷ ଭିତରକୁ ଏଥିରେ ମୁଁ ଆଲୋଚନା କରିନଥିଲି, ଯେହେତୁ ଏଇଟା ଗୋଟେ ରେୟାର ଇନସିଡେଣ୍ଟ ଥିଲା, କେହି କେବେ ଶୁଣିନାହାନ୍ତି ଜାଣିନାହାନ୍ତି, ହୁଏତ କେଏନ୍ର ବି ଆଉ କେତେ ଲୋକଙ୍କୁ କହିଥିବେ ତାଙ୍କ ସମ୍ପର୍କରେ, କିମ୍ବା ଏଇ ବଙ୍ଗ୍, ତାଙ୍କ ନାଁ ହେଲା ବଙ୍ଗ୍ ବେଟ୍ ଲି ତାଙ୍କ ନାଁ, ଯିଏକି ମାଲେସିଆର ନା ସିଙ୍ଗାପୁର ମନେ ପଡ଼ୁନି, କେବେ ତାଙ୍କୁ ଦେଖିନି। ଏମିତିକା ଇମେଲ୍ କମ୍ୟୁନିକେସନ୍ରେ ସେ ରେକର୍ଡ଼ିଂଟା ମୋତେ ପଠାଇବାରୁ ମୁଁ ଜାଣିଥିଲି। ଆଉ ସେ ରେକର୍ଡ଼ିଂ ବି ସେ ତାଙ୍କ ଚ୍ୟାନେଲ୍ରେ ରିଲିଜ୍ ବି କରିଦେବେ ବୋଲି କହୁଥିଲେ, ଏବେ କ'ଣ ମୁଁ ଜାଣିନି। ତ ସେ ଯାହା ବି ହଉନା କାହିଁ, ହୁଏତ ବହୁତ ଲୋକ ଏ ବିଷୟରେ ଜାଣିନଥିବେ, ସେଇଥିଲାଗି ଇଂଲିଶରେ ମୋର ଯେତିକି ସବୁ ସାଉଦର୍ନ ଇଣ୍ଡିଆରେ ମୋତେ ଜାଣିଛନ୍ତି ବା ମୋ ଜ୍ଞାନକୁ ଟିକେ ସମ୍ମାନ ଦିଅନ୍ତି, ସେମାନେ ଏ ଭିଡ଼ିଓଟାକୁ ବହୁତ ଭ୍ୟୁ କରିଥିଲେ। ହେଲେ ମୁଁ ଆଜି ହେଇଥିଲା ଏଇଟା ଓଡ଼ିଆରେ ଜଷ୍ଟ କଲି, ଆଉ କିଛି ନାହିଁ। ହୁଏତ ଏ ଭିଡ଼ିଓଟା ଆପଣଙ୍କୁ ସେମିତି କିଛି ଆପିଲିଂ ଲାଗିବନି, କାରଣ କିଛି ସେମିତି ଜ୍ୟୋତିଷ ବା ଉପାୟ ବିଷୟରେ ଏଟା ନୁହେଁ। ଯେହେତୁ ଗୋଟେ ଭାଇରାଲ ଭିଡ଼ିଓ ହେଇଥିଲା, ସେଟାକୁ ମୁଁ ଓଡ଼ିଆରେ କହି ରଖୁଛି। ହୁଏତ ଆଜି ନହେଲେ କାଲି ମୁଁ କହିଥିବା ଏ ଭିଡ଼ିଓଟି ଅନ୍ୟ ଜ୍ୟୋତିଷ ଏବଂ ଜ୍ୟୋତିଷ ଶିକ୍ଷକ ବା ମୋ ରାଜ୍ୟରେ ଥିବା ଜ୍ୟୋତିଷର ଯେଉଁମାନେ ଇଣ୍ଟରେଷ୍ଟ ବା ଆସ୍ଥା ରଖୁଛନ୍ତି ସେମାନଙ୍କ ପାଇଁ ଗୋଟେ ଜ୍ଞାନବର୍ଦ୍ଧକ ହେବ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।